सरकारी स्तर में आप कौन करुँच कौन करेंगे आप पचार आम केमी जानवु आपण बापा ना कौन कहे कि दयाकोरी ना मुझे पचार खराब कहीं पचार शुणु ना शुणी सारंतु मुझे सारे शुणी सारंतु कहीं मुझे पचार शुणी सारंतु जदि आपण बापा ना जदि ठिकଣା जगह आउ जन बापा ना हुए तान आपन केमिति लागियो उत्तर दियंतु केमिति लागियो उत्तर दियंतु नहीं गोटे कथा आपण मोर बापा सारे सारे आपण डेजिग्नेशन हमने आम सामना कहली व्यवस्था करी गाड़ी रखीदे सब कलेक्टर एसपी नहीं सारे सारे उत्तर दियो जवाब दियो आमे बुझुछु केमिति बुझिले आपण साधु नहीं दाबी तो आमे ग्रहण करबा पई आसीछु हम सार मानकर सार कोन 8 दिन परे 8 दिन परे सुनदु हमको जेते जुआरे पड़ले आमे जीवु ना मन इच्छा से वीडियो कहि देले 2000 आपण जे पठौ दादा गोटे कथा कहि सुनतु आपण टिके ना कहू ना देबे लाइव टिके सुनतु आपण ए जगह को आइछनी आपण कहजन हमकु परमिशन मिलिनी हमें आसीजु आपण सारे जानी नथिले गोटे आपण जणातु जे एटी बहुत क्राइसिस चलिछि बोली सारे आपण कोन सारे साइड जो रिकॉर्डिंग हेलो बापा ना जगह आ बापा ना मुर्मू सारा ये सारा हमर कोन अछि वीडियो मो व्यवहार खराब होला आपन व्यवहार भलो होला मो व्यवहार खराब होला टिके रो कोन हां आपण हम संगे अनुसरण सारे हमें आसीछु समाधान करिया हम गोटे सुन मो कथा सुनि सारे बस टिका कोन आपण ते सुन सारे आपण ते सुन ए सब भीतर छिड़ा सारे चल भीतर चल भीतर चल भीतर जिंदाबाद 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 आपण माने जानथि आमे 9 दिन हला बसिछु एठी हमर जो समस्या है से समस्या किसी गोटे गभीर समस्या नुहे ये दायित्वहीन सरकार एवं दायित्वहीन प्रतिनिधि आज आम दुर्दशा भोगुं किंतु आम जो विशृंखलित हवा ये जो बाबू मैंने आसने जाने ना ये डुप्लिकेट करना तथापि जेहेतु से गोटे सरकारी गाड़ी फाड़ी धरिक आसने नागरिक फाड़ी भावुँ सरकारी लोक होते आपणकर विशृंखला को आड़ा कर खसी पड़े आम परिष्कार भाव कहूँ चाहूँ आम तुमको मास आगु चिठी दे सारा तुम जान ना
ଲଜ୍ଜା ଲାଗିବାର କଥା ଯିଏ ପଠେଇ ତେଣୁ ଆପଣମାନେ ଯଦି ସମାଧାନ ନ କରିପାରିବେ ଆମେ ମାଓବାଦୀ ସନ୍ତ୍ରାସବାଦୀ ନୁହେଁ, ଆମେ ଯାଜପୁରର ବାସିନ୍ଦା ଏବଂ ଆମେ ଶୃଙ୍ଖଳା ଚାହୁଁ, ଶାନ୍ତି ଚାହୁଁ। ଯଦି ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବା ଅଛି 24 ଘଣ୍ଟା ଟାଇମ୍ ଦେଉଛି। ସେ 24 ଘଣ୍ଟା ଯଦି ସମାଧାନ ନ ହୁଏ ତାହେଲେ ଯୋଉ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଆପଣମାନେ ଦାୟୀ ରହିବେ। আমার দাবি পূরণ হউ, আমার দাবি পূরণ হউ। দ্বিতীয় কথা ହେଉଛି ଏକ ଶୃଙ୍ଖଳିତ ଶକ୍ତି ଯେତେ ବଡ଼ ଶକ୍ତି ହେଲେ ମଧ୍ୟ ତାକୁ ଯୋଗାଡ଼ କର। କିନ୍ତୁ ଆପଣ ଶୃଙ୍ଖଳିତ ଭାବରେ ଜଣେ ଲୋକ ଜଣେ କହିବା ତାଙ୍କ ପାଖରେ ଡକୁମେଣ୍ଟ ଅଛି ଆମେ ସମସ୍ତେ ଯାଇକି ଟାଉନ ଟାଉନ ହେଲେ ସବୁ ଝଗଡ଼ା ଲାଗିଲେ ଆମକୁ କହିଲେ କାହିଁକି ସେ ଆପଣ ଏବଂ ଯେତେ ସବୁ ରହିଲେ ଏଠୁ ଭୁବନେଶ୍ୱର ଦିଲ୍ଲୀ ପର୍ଯ୍ୟନ୍ତ ଏখানে ସବୁ ହଉଛନ୍ତି ଚୋର। ସେମାନେ ଆପଣ ଖବରକାଗଜ ବାହାରେ କାହା ନାଁ ବାହାରୁଛି କୋଉଦିନ ସୁରକ୍ଷା କର୍ମୀର ବାହାରୁଛି, କୋଉଦିନ ଆଇଜିର ବାହାରୁଛି, କୋଉଦିନ କମିଶନର ବାହାରୁଛି। ତେଣୁ ଏ ଚୋରମାନେ କାହା ବିରୋଧରେ ପଡ଼ିଛନ୍ତି ଆମେ ତାଙ୍କୁ ସୱାର କରିବା ସହିତ ଆମେ ନିଜକୁ ଆପଣଙ୍କ ହାତରେ କାମ ହେଇପାରିବ କି? ହଁ କି ନା? ଆପଣ ଯୋଉ ଆସୁଛନ୍ତି ସମାଧାନ କରିପାରିବେ କି? ହଁ କି ନା? ସବୁ ସମାଧାନ ଆମ ହାତରେ ନାହିଁ। ନାହିଁ ଯଦି କାହିଁ ଆସିବ ପଇସା ଖର୍ଚ୍ଚ ଦରମା ଖୋଲା କଥା କହୁ ଆପଣ ମୋ ବୟସର ବାପା ସମାନ ଲୋକ ଆପଣ ଏଭଳିଆ କଥା ତ କରୁନାହାନ୍ତି କାହା କଥାଟା କରାଯାଏନି। ତମ ହାଣ୍ଡି ବସୁଛି ଏଠି ତମେ ଆମକୁ ଏଠି ଆମେ ଶୁଣିଛୁ ବହୁତ ତମର କଥା। ତମେ ଏଠି ଗର୍ଜରି କରିବ ପୁଣି ଆମେ ଅଫିସରେ ପହଞ୍ଚିବୁ ପୁଣ୍ୟପତି ନୁହନ୍ତି ଯେ ତମେ ତାଙ୍କୁ ଭର୍ସନା କରିବ। ତମେ ବୁଝିବାର ଅଛି। ତମେ ପ୍ୟାଣ୍ଟ ସାର୍ଟ ଆମେ ବହୁତ ଦେଖିଛୁ, ତମ ଫୁଟାଣି ଆମେ ତମ ଉପର ଡାକ ତମେ କାଇଁ ଆସୁଛ? ଫୋନେ କାହିଁ ଆମେ ସମାଧାନ କର ଆମକୁ କହିବାର ଶୁଣିବା ପାଇଁ ଆସୁନ ଆମେ ସମାଧାନ କର। ଆମେ କେବଳ ବିଡିଓ ଏବଂ ତହସିଲଦାରଙ୍କର ରିପ୍ରେଜେଣ୍ଟେଟିଭ ହିସାବରେ ଆସିଛୁ କେବଳ ଆପଣଙ୍କର ଦାବିପତ୍ରକୁ ରିସିଭ୍ କରିବା ପାଇଁ। ଯେ ଯାଏ ଆମେ ଦାବିପତ୍ର ରେଜିଷ୍ଟ୍ରି ଦେଲୁ ରିସିଭ୍ କରିପାରିବନି। ଏବେ ଆମ ପାଖରେ ରିସିଭ୍ କଲେ ଯାଇକି ଆପଣ ନୂଆ ହାଣ୍ଡି ବସେଇବ। ଆପଣ ହେଲା କହୁଛନ୍ତି ବସୁଛନ୍ତି 9 ଦିନ ହେଲା କେହି ଜଣେ ସରକାରୀ ଅଧିକାରୀ ଆସିବେ ଆମର ଦାବିପତ୍ର ଗ୍ରହଣ କରିବେ ସାଙ୍ଗେ ସାଙ୍ଗେ ତ ଏଠି ସମାଧାନ ହେଇଯିବନି କି ଆମେ ଯୋଉ ଦି ଜଣଙ୍କୁ ଆମକୁ ପଠେଇଛନ୍ତି ଆଡିସନାଲ ବିଡିଓ ଆଉ ଆଡିସନାଲ ତହସିଲଦାର ଆମର କ୍ଷମତା ନାହିଁ ଆମେ ସାଙ୍ଗେ ସାଙ୍ଗେ ଏଠି କିଛି ଦାବିପତ୍ର ପୂରଣ କରିଦେବୁ କି ଆପଣଙ୍କୁ କିଛି ପ୍ରତିଶ୍ରୁତି ଦେଇଦେବୁ ଯେ 5 ଦିନ ଭିତରେ କି 5 ମାସ ଭିତରେ ଆପଣଙ୍କର ସବୁ ସମାଧାନ ହେଇଯିବ। ଏ ମିଛ ପ୍ରତିଶ୍ରୁତି ବି ଆମେ ଆପଣଙ୍କୁ ଦେଇପାରିବୁ ନାହିଁ। କେବଳ ଆମେ ସାର୍ଙ୍କର ବିଡିଓଙ୍କର ଏବଂ ତହସିଲଦାରଙ୍କର ରିପ୍ରେଜେଣ୍ଟେଟିଭ ଆସିଛୁ ଆପଣଙ୍କର ଦାବିପତ୍ରଟିକୁ ଗ୍ରହଣ କରୁ। ଆଉ ୟାଠୁ ଅଧିକ ଆମେ କିଛି କରିପାରିବୁ ନାହିଁ। ତେଣୁ ଏଥିରେ ଯଦି ଆପଣ ଶାନ୍ତି ତାହେଲେ ଆମକୁ ଦାବିପତ୍ର ଦେଇପାରନ୍ତି କିମ୍ବା ଆପଣ ଅନ୍ୟ ଉପାୟ କରି ଠିକ୍ ସାର୍ ନାରାୟଣ ସାରଙ୍କ ଠାରୁ ନାରାୟଣ ନାୟକଙ୍କ ଠାରୁ ବର୍ତ୍ତମାନ ଆକାଶ ଦାସ